ବନ୍ଧୁଗଣ ନମସ୍କାର। ଏନ୍ଇପିର ମୁଁ ସ୍ୱାଗତ ଜଣାଉଛି। ଆପଣମାନେ ଜାଣିଛନ୍ତି ଯେ ଯେକୌଣସି ସଫଳ ଫାର୍ମ ଦେଖୁଛନ୍ତି, ନୋ ଡାଉଟ୍ ସେଇଟା ଗୋଟେ ଡ୍ରିମ୍ କିମ୍ବା ଦୂରଦୃଷ୍ଟି ନେଇକି ସେ ବ୍ୟକ୍ତିଟା କରିଥାଇପାରନ୍ତି, କିନ୍ତୁ ତା ପଛରେ ଗୋଟିଏ ସଠିକ୍ ପ୍ଲାନ୍ କିମ୍ବା ଯେଉଁ ଆମେ କହୁଛୁ ପ୍ରୋଜେକ୍ଟ ରିପୋର୍ଟ କିମ୍ବା ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟର ରହୁଛି। ତା ଉପରେ ଆମେ ଆଜି ସେଇ ଯେଉଁ ସ୍ୱପ୍ନ ସାକାର ହେଉଛି ବିକଜ୍ ଅଫ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ କିମ୍ବା ପ୍ଲାନ୍ କିମ୍ବା ସଠିକ୍ ପ୍ରକଳ୍ପ ରିପୋର୍ଟ କୁହାଯାଏ, ତା ଉପରେ ଆମେ ଟିକେ ଆପଣମାନଙ୍କୁ ଅବଗତ କରାଇବୁ। ତ ଗୋଟିଏ ମଜବୁତ ଆନିମାଲ୍ ହଜବେଣ୍ଡ୍ରି ବ୍ୟବସାୟ ଯଦି କରିବାର ଅଛି, ଆନିମାଲ୍ ହଜବେଣ୍ଡ୍ରି ଏଣ୍ଟରପ୍ରିନର୍ ଯଦି ହେବାର ଅଛି, ଏଣ୍ଟରପ୍ରିନର୍ ହେବାର ଅଛି, ତାହେଲେ ଆମକୁ ଗୋଟେ ସଠିକ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ଦରକାର। ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ସେ ଗାଈ ପାଳନର ହେଉ କି ଛେଳି ପାଳନର ହେଉ କି ଆପଣଙ୍କର କୁକୁଡ଼ା ପାଳନର ହେଉ, କୁକୁଡ଼ାରେ ଆପଣଙ୍କର ବ୍ରଏଲର୍ ହେଉ କିମ୍ବା ଲେୟାର୍ ହେଉ କିମ୍ବା ଆପଣଙ୍କର ଘୁଷୁରୀ ପାଳନ ହେଉ କିମ୍ବା ବତକ ପାଳନ ହେଉ କିମ୍ବା କିଛିଟା ଆପଣଙ୍କର ମିଲ୍କ ପ୍ରୋସେସିଂ ଯେଉଁ ଦୁଗ୍ଧ ପ୍ରକ୍ରିୟାକରଣ କିମ୍ବା ଆପଣଙ୍କର ଭ୍ୟାଲୁ ଏଡ଼ିସନ୍ ହେଉଛି ଆଇସ୍କ୍ରିମ୍ ପ୍ଲାଣ୍ଟ ହେଉ କିମ୍ବା ଅନ୍ୟାନ୍ୟ ଫିଡ୍ ପ୍ଲାଣ୍ଟ ହେଉ, ବହୁତ କିଛି ଜିନିଷର ମଧ୍ୟ ଯାହା ବି କରନ୍ତୁ ଆପଣଙ୍କର ସବୁର ଭିତ୍ତି ହେଉଛି ଗୋଟେ ମଜବୁତ ଡିପିଆର୍, ଦ୍ୟାଟ୍ ଇଜ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ, ଯେଉଁଟାକି ଆପଣମାନଙ୍କୁ ଏହି ପ୍ରଫେସନାଲ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ କେମିତି କରାହେଉଛି, ତା'ର ଇମ୍ପୋର୍ଟାନ୍ସ କ'ଣ ଅଛି ଏଇ ଭିଡ଼ିଓରେ ଆମେ ବତାଇବୁ। ତ ବେସିକାଲି ଡିପିଆର୍ ହେଉଛି ଆପଣମାନଙ୍କର ବ୍ୟବସାୟର ରୋଡ଼ମ୍ୟାପ୍, ଯେଉଁ ରାସ୍ତା କହୁଛୁ ବିନା ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ କିମ୍ବା ଡିପିଆର୍ରେ ଆପଣ କରିପାରିବେ ନାହିଁ। ତ ଯେକୌଣସି ବ୍ୟବସାୟ କରନ୍ତୁ ସେଇ ଡିପିଆର୍ ମୁଖ୍ୟତଃ ଆପଣଙ୍କର ଟୋଟାଲ୍ କେତେ ଟଙ୍କା ଲାଗିବ, କେତେ ଲାଭ କରିପାରିବେ, କେତେ ବର୍ଷରେ ଆପଣଙ୍କର ଯେଉଁ ବ୍ରେକ୍ ଇଭେନ୍ ପଏଣ୍ଟ ଯେଉଁଟା ମୁଁ କହେ, ଯେ ଯେଉଁ ପଏଣ୍ଟରେ କି ଆପଣଙ୍କର କ୍ଷତି ନାହିଁ କିମ୍ବା ଲାଭ ନାହିଁ, ତା'ର ଅର୍ଥ ଲାଭ ହିଁ ଲାଭ ଅଛି। ତ ଏଗୁଡ଼ାକ ଆମେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟରେ ଆମେ ଯେଉଁ କ୍ୟାଶ୍ ଫ୍ଲୋ ହେଉଛି ଆପଣଙ୍କର 5 ରୁ 7 ବର୍ଷର ଯେଉଁ କ୍ୟାଶ୍ ଫ୍ଲୋ ହେଉଛି ସେ କ୍ୟାଶ୍ ଫ୍ଲୋ ବିଷୟରେ ଆମେ ଜାଣିପାରିବା। ତାପରେ ଯେଉଁ DSCR ଡେପ୍ଟ ସର୍ଭିସ୍ କଭରେଜ ରେସିଓ ଅଛି କିମ୍ବା ଆପଣଙ୍କର ଯେଉଁ ପ୍ରଫିଟାବିଲିଟି ଇଣ୍ଡେକ୍ସ ଯେଉଁ ଆମେ କହୁଛି, ଲାଭଜନକ କେଉଁ ଇଣ୍ଡେକ୍ସକୁ ଧରିକି ଆମେ କରିପାରିବା, ଯେମିତି ଗୋଟେ ଅଛି IRR ଇଣ୍ଟରନାଲ୍ ରେଟ୍ ଅଫ୍ ରିଟର୍ନ କିମ୍ବା ଆପଣଙ୍କର DSCR ତ ଗଲା, ବ୍ରେକ୍ ଇଭେନ୍ ପଏଣ୍ଟ, IRR, ଏଇ କେତେଟା ପଏଣ୍ଟ ଯେଉଁ ଅଛି ସେଗୁଡ଼ାକ ଆମେ ଧରିକି ଆମେ କରିପାରିବା କିମ୍ବା କଷ୍ଟ ବେନିଫିଟ୍ ରେସିଓ, ସେଗୁଡ଼ାକୁ ନେଇକି ଆମର ଯେଉଁ ଫିନାନ୍ସିଆଲ୍ ଇଣ୍ଡିକେଟର ରହୁଛି କେତେ ରହିଲେ କ'ଣ ହେବ ତା ଉପରେ ଆମେ ଜାଣିବା ଦରକାର। ତ ଡିପିଆର୍ କାହିଁକି ଜରୁରୀ ସେଇଟା ଆପଣମାନଙ୍କୁ ଟିକେ ମୁଁ ଜଣାଏ। ଡିପିଆର୍ ଯେକୌଣସି ଦେଖନ୍ତୁ, ଯେକୌଣସି ଆପଣଙ୍କର ବ୍ୟାଙ୍କ ଲୋନ୍ ଯଦି କରିବେ ଯେଉଁ ପ୍ରୋଜେକ୍ଟ ଉପରେ ହେଲେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ନିହାତି ଦରକାର। ବିନା ଡିପିଆର୍ରେ କୌଣସି ବ୍ୟାଙ୍କ ଆପଣଙ୍କୁ ଲୋନ୍ ଦେବ ନାହିଁ। ଦ୍ୱିତୀୟତଃ ପ୍ରକଳ୍ପର ସଠିକ୍ ହିସାବ, ଯେଉଁ ଆମର ଅନୁମାନରେ ବ୍ୟବସାୟ ଚଳେ ନାହିଁ, ସଠିକ୍ ଟଙ୍କା, ସଠିକ୍ ବ୍ୟୟ, ସଠିକ୍ ଯେଉଁ ଆପଣଙ୍କର ବେନିଫିଟ୍ କଷ୍ଟ ଆସେଟ୍ ଆଉ ଲିଆବିଲିଟି ଯେଉଁ ରହୁଛି ପ୍ରଫିଟ୍ ବାଲାନ୍ସ ରେସିଓ, ଏଗୁଡ଼ାକ ନିହାତି ଦରକାର। ତାର ସହିତ ଆମର ଗୋଟେ 7 ବର୍ଷର ଫାର୍ଷ୍ଟ ଇୟର୍, ସେକେଣ୍ଡ ଇୟର୍, ଥାର୍ଡ଼ ଇୟର୍, ଫୋର୍ଥ ଇୟର୍, ଫିଫ୍ଥ ଇୟର୍, ସିକ୍ସଥ ଇୟର୍, 7 ବର୍ଷର ଯେଉଁ ଆପଣଙ୍କର ପ୍ରଫିଟ୍ ଆଣ୍ଡ ଲସ୍ କ୍ୟାଶ୍ ଫ୍ଲୋ ଯେଉଁ କ୍ୟାଶ୍ ଇନଫ୍ଲୋ ଆଣ୍ଡ କ୍ୟାଶ୍ ଆଉଟଫ୍ଲୋ ଯେଉଁଟା ରହୁଛି ସେଇଟା ଆମେ ଜାଣିବା ଦରକାର, ଯେ କେତେ ଟଙ୍କା ଆମେ ଖର୍ଚ୍ଚ କଲୁ, କେତେ ଟଙ୍କା ଆମେ ଲାଭ କଲୁ। ତ ତାପରେ ଯେଉଁ ଗ୍ରୋସ୍ ପ୍ରଫିଟ୍ ରହିଲା, ଟୋଟାଲ୍ ପ୍ରଫିଟ୍ ଯେଉଁ ରହୁଛି, ତାପରେ ଯେଉଁଟା ଆମର ଖର୍ଚ୍ଚଟା ହେଉଛି ସେଇଟା କାଟିକିରି ନେଟ୍ ପ୍ରଫିଟ୍ କିମ୍ବା ଆମେ ଯେଉଁ ବ୍ୟାଙ୍କ ଲୋନ୍ ହେଲା କି ଇଣ୍ଟରେଷ୍ଟ ହେଲା ଆପଣ ସେଇ ସବୁଗୁଡ଼ା କାଟିଦେଲା ପରେ ଆମର ଯେଉଁ ନେଟ୍ ପ୍ରଫିଟ୍ ରହୁଛି, ତ ଏଗୁଡ଼ାକ ଆମର କ୍ୟାଶ୍ ଫ୍ଲୋ ରହୁଛି, ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ଯେଉଁଟା କହୁଛୁ, ସେଗୁଡ଼ାକ ଗୁଡ଼ାଏ ଜିନିଷ ରହୁଛି, ସେଇଟା ଆମେ ଜାଣିବା ଦରକାର। ଏଇସବୁ ଜିନିଷକୁ ଆମର ଟୋଟାଲ୍ ଡିପିଆର୍ରେ ରହେ। ଏବଂ ବ୍ୟାଙ୍କ ଲୋନ୍ର ଯେଉଁ ରିପେମେଣ୍ଟ ସେଡ୍ୟୁଲ୍ଟା, ଯେଉଁ ଆମର କେତେ ଇଣ୍ଟରେଷ୍ଟ ରହୁଛି, କେତେ କ୍ୟାପିଟାଲ୍ ରହୁଛି, ଏଗୁଡ଼ାକ ଡିଟେଲ୍
ଆପଣଙ୍କର ବିନା ଡିପିଆର୍ କିମ୍ବା ଡିଟେଲ୍ ପ୍ରକଳ୍ପ ରିପୋର୍ଟ ଦ୍ୱାରା ତିଆରି ହୋଇଥାଏ। ସେ ପ୍ରକଳ୍ପ ରିପୋର୍ଟ ଦେଲେ ଏକା ଆପଣଙ୍କର ବ୍ୟାଙ୍କଟା ଲୋନ୍ ଦେବ। ଏବଂ ଲାଭର ଅନୁମାନ, ଆମେ ଯେଉଁ ଲାଭ କ୍ଷତି ହେଉଛି କେତେ ଟଙ୍କା ଆମେ ଆଗାମୀ ଦିନରେ ପାଇପାରିବୁ, ଯେଉଁ ଫ୍ୟୁଚର୍ କ୍ୟାଶ୍ ଫ୍ଲୋ ଯେଉଁଟା ଆମେ କହୁଛୁ, କିମ୍ବା NPV ନେଟ୍ ପ୍ରଫିଟ୍ ଭ୍ୟାଲ୍ୟୁ ଯେଉଁଟା ଫ୍ୟୁଚର୍ଟା ଆମେ ବର୍ତ୍ତମାନ ଆମେ ଦେଖିପାରିବା ଯେ କେତେ ଆମର ପ୍ରଫିଟ୍ ହେଉଛି। ତ ଏଗୁଡ଼ାକ ଜିନିଷ ଆପଣଙ୍କର ଲାଭ ଅନୁମାନ କରିପାରିବେ। ଏବଂ ଯେକୌଣସି ଇନଭେଷ୍ଟର ନିବେଶକ ବିଶ୍ୱାସ ଯେଉଁଟା ଆପଣଙ୍କର ଇନଭେଷ୍ଟ କରାହେଉଛି, ଯେ ପାର୍ଟ ଟାଇମ୍ ଇନଭେଷ୍ଟର ହେଉ କି NGO ହେଉ କି FPO ହେଉ, ସେଇ DPRଟା ଏଇଟା ପରିଚୟ ପତ୍ର। ଏବଂ ଲାଷ୍ଟ ଆଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେତେ ଆପଣଙ୍କର ସରକାରୀ ଯୋଜନା ରହୁଛି, ଷ୍ଟାର୍ଟିଂ ଫ୍ରମ୍ ଷ୍ଟେଟ୍ ପ୍ଲାନ୍ ହେଉ କି ଆପଣଙ୍କର ସେଣ୍ଟ୍ରାଲ୍ ପ୍ଲାନ୍ ହେଉ, ସବୁଥିର ଆପଣ ଯେକୌଣସି ସରକାରୀ ଯୋଜନାର ଆବେଦନ ଯଦି କରିବାର ଅଛି, ଆପଣଙ୍କୁ ଅନ୍ତର୍ଭୁକ୍ତ ହେବାର ଅଛି, ତାହେଲେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ନିହାତି ଦରକାର। ତ ଏହି ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟଟା ଏଇଥିପାଇଁ ସବୁ এই 4-5ଟା ପଏଣ୍ଟ ଯେଉଁ କହିଲି ତାର ଉପରେ ଦରକାର। ତାପରେ ଆମେ ସଠିକ୍ ଏନିମାଲ୍ ହଜବେଣ୍ଡ୍ରି DPRରେ କ'ଣ ଥାଏ ଆମେ ଏଇଟା ଜାଣିବା ଦରକାର। ଯେଉଁ ଆମର ଯେଉଁ ପ୍ରାଣୀ ସମ୍ପଦ ଉଦ୍ୟୋଗୀ ହେବା ପାଇଁ ଆମେ ଯେଉଁ ଆମର ଯେଉଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ କିମ୍ବା ପ୍ରକଳ୍ପ ରିପୋର୍ଟ ଆମେ ଯେଉଁ କରୁଛେ, ତାର ଉପରେ ବେସିକାଲି ଆମର ଏକ୍ଜିକ୍ୟୁଟିଭ୍ ସମରି, ଯେଉଁଟାକି ଆପଣଙ୍କର ବ୍ୟବସାୟର ସାରା ଚିତ୍ର ଛୋଟ ଏବଂ ସ୍ପଷ୍ଟ ଥାଏ। ତାପରେ ପ୍ରୋଜେକ୍ଟ ବ୍ୟାକ୍ଗ୍ରାଉଣ୍ଡ, ଯେଉଁଟାକି କିଏ ଫାର୍ମ କରୁଛନ୍ତି, କେତେ ଅନୁଭବ ଅଛି, କ'ଣ ଆପଣଙ୍କର ଲୋକେସନ୍ର ସୁଇଟେବିଲିଟି କ'ଣ ଅଛି, ତାର ସ୍କେଚ୍ ମ୍ୟାପ୍, ତାପରେ ଟେକ୍ନିକାଲ୍ ଫିଜିବିଲିଟି, ଏଥିରେ ମାନେ ଏନିମଲ୍ କିମ୍ବା ବାର୍ଡ଼ର ବ୍ରିଡ଼୍ଠୁ ଆରମ୍ଭ କରିକି ଆପଣଙ୍କର ଗୁହାଳର ଡିଜାଇନ୍, ଫିଡ୍ ରିକ୍ୱାରମେଣ୍ଟ, ଆପଣଙ୍କର ଯେଉଁ ସାଇକେଲ୍ ରହୁଛି, ପ୍ରଡକ୍ସନ୍ ସାଇକେଲ୍ ହେଲା, ଡିଜିଜ୍ ମ୍ୟାନେଜମେଣ୍ଟ, ଏଗୁଡ଼ାକ ସବୁ ଗୁଡ଼ାକ ଆପଣଙ୍କର ରହୁଛି। ତ ସେଇଟାକୁ ଆମେ ଜାଣିବା ଦରକାର। ତାପରେ ଡିଟେଲ୍ ଆପଣଙ୍କର ଭ୍ୟାକ୍ସିନେସନ୍ ଚାର୍ଟ ଏଗୁଡ଼ାକ ରହିଲା। ତାପରେ ଆପଣଙ୍କର ଯେଉଁ ପ୍ରଫିଟ୍ ଆଣ୍ଡ ଲସ୍, ତ ଆମେ ତ କରୁଛେ ମାର୍କେଟେବିଲିଟି, କେଉଁଠି କ'ଣ ମାର୍କେଟ କରୁଛେ, ଆମେ ଇଣ୍ଡିଭିଜୁଆଲ୍ ମାର୍କେଟ କରୁଛେ କି କୋପରେଟିଭ୍ ମାର୍କେଟ କରୁଛେ, ଡିଟେଲ୍ ଆମେ ଟିକେ ବି ଆମେ ବ୍ରିଫ୍ କରିକି ଆମେ ଯେଉଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ଆମେ ରଖିବା। ତାର ସହିତ ଯେଉଁ କଷ୍ଟ ଏଷ୍ଟିମେସନ୍ଟା, ଆପଣ ଯେଉଁ ସେଡ୍ ଗୁଡ଼ାକ ହେଉଛି, ଗୁହାଳ ହେଉଛି କିମ୍ବା ମାନେ କୁକୁଡ଼ା ଫାର୍ମ ହେଉ, ଯେଉଁଟା ବି ହେଉଛି, ତାର ବାଉଣ୍ଡ୍ରି, ତାର ସହିତ ଅଫିସ୍ ରୁମ୍ ହେଲା, ଷ୍ଟୋର୍ ରୁମ୍ ହେଲା, ତାର ଡିଟେଲ୍ ଆପଣଙ୍କର ସ୍ପେସିଫିକେସନ୍ ସେଗୁଡ଼ାକ ରହିବା ଦରକାର। ତାପରେ ଯେଉଁ ମୁଁ ଆଗରୁ କହିଲି, ଯେଉଁ କ୍ୟାଶ୍ ଫ୍ଲୋ ଷ୍ଟେଟମେଣ୍ଟ ହେଲା, ପ୍ରଫିଟ୍ ଆଣ୍ଡ ଲସ୍, ୱାର୍କିଂ କ୍ୟାପିଟାଲ୍, ଦୁଇଟା କ୍ୟାପିଟାଲ୍ ଅଛି ଗୋଟେ, ଆପଣଙ୍କର ଫିକ୍ସড କ୍ୟାପିଟାଲ୍ ଆଉ ୱାର୍କିଂ କ୍ୟାପିଟାଲ୍। ତ ଏଗୁଡ଼ାକ ଜାଣିବା ଦରକାର। ତ ଫିକ୍ସড କ୍ୟାପିଟାଲ୍ ଏଟ୍ ଏ ଟାଇମ୍ ଆମେ ଯେଉଁଟା ଇନଭେଷ୍ଟ କରୁଛୁ ତାକୁ ଫିକ୍ସড କ୍ୟାପିଟାଲ୍ କୁହାଯାଏ। ଆଉ ୱାର୍କିଂ କ୍ୟାପିଟାଲ୍ ମାନେ ଯେଉଁଟା ନୀତିଦିନିଆ ଖର୍ଚ୍ଚା, ତାକୁ ଆମେ ୱାର୍କିଂ କ୍ୟାପିଟାଲ୍ କୁହାଯାଏ। ତ ଏଇଗୁଡ଼ାକ ତା ସହିତ ଡେପ୍ରିସିଏସନ୍, ଗୋଟେ ଜିନିଷର ମସିନାରୀର ତାର ଭ୍ୟାଲୁ ସଦାବେଳେ ସମାନ ରହେନି। ତ ତାର ଯେଉଁ 10% କମିଯିବ, କିମ୍ବା ଆପଣଙ୍କର ଯେଉଁ ଇକ୍ୱିପମେଣ୍ଟ ରହୁଛି କିମ୍ବା ବିଲ୍ଡିଂର ରହୁଛି, ତାର ଯେଉଁ ଡେପ୍ରିସିଏସନ୍ କଷ୍ଟ ବି ଆମେ ହିସାବ କରିଥାଉ। ତାର ସହିତ ରିସ୍କ ଆନାଲାଇସିସ୍ ଏଗୁଡ଼ାକ ନିହାତି ଦରକାର। ତ ଏଇ ତାର ଯେଉଁ ମନେକର ଆପଣଙ୍କର କଷ୍ଟିଂଟା ରହୁଛି, ଇଭନ୍ କନକ୍ଲୁଜନ୍ ଆଣ୍ଡ ଭାୟାବିଲିଟି, ସେଇ ଆପଣଙ୍କର ପ୍ରୋଜେକ୍ଟଟା ମାନେ ସଫଳ କି ନୁହଁ, ସେଇଟା ମଧ୍ୟ ଆମେ ପ୍ରୋଜେକ୍ଟ ରିପୋର୍ଟରେ କରୁ। ତ এইଗୁଡ଼ାକ ଡିଟେଲ୍ ଆମ ପ୍ରୋଜେକ୍ଟ ରିପୋର୍ଟରେ ଗୋଟେ ମାନେ ପ୍ରତି ଛବି ଭଳିଆ ରହୁଛି। ଆପଣ ଏଇଥିପାଇଁ ରେଡ଼ି ଅଛନ୍ତି ତ ଆମକୁ ବେସିକାଲି ଆମର ଯେଉଁ ଏନିମାଲ୍ ହଜବେଣ୍ଡ୍ରିର ଡାଏରୀ ଫାର୍ମିଂ ହେଲା, ଗୋଟ୍ ଫାର୍ମିଂ ହେଲା, କି ପୋଲଟ୍ରିର ଆପଣଙ୍କର ବ୍ରଏଲର୍ ଫାର୍ମିଂ ହେଲା, ଏବେ ଲେଟେଷ୍ଟ ହେଲା ଇସି ଫାର୍ମିଂ ହେଲା, କି ଆପଣଙ୍କର ଲେୟାର ଫାର୍ମିଂ ହେଲା, ପିଗେରୀ, ଆପଣଙ୍କର ବତକ ପାଳନ, କିମ୍ବା ପ୍ରୋସେସିଂ ପ୍ଲାଣ୍ଟ, କିମ୍ବା ଭ୍ୟାଲୁ ଏଡ଼ିସନ୍, ଯେଉଁଟା ବି କରିବେ ସମସ୍ତଙ୍କ ପାଇଁ ଆମର ଗୋଟେ ପ୍ରଫେସନାଲ୍ DPR ମଧ୍ୟ ତିଆରି କରୁଛୁ। ଆମେ ଯେଉଁମାନେ ପ୍ରଫେସନାଲି, ଯେଉଁମାନେ ସାଉଣ୍ଡ କିମ୍ବା କମ୍ପିଟେଣ୍ଟ ଅଛନ୍ତି, DPR ବିଷୟରେ ଜାଣିଛନ୍ତି, ସେମାନେ ନିହାତି କରନ୍ତି। ଆମ ଷ୍ଟେଟ୍ରେ ଷ୍ଟାର୍ଟିଂ ଫ୍ରମ୍ ଏପିକଲ୍ ଗୋଟେ ସଂସ୍ଥା ଅଛି, ଏପିକଲ୍ରେ ମଧ୍ୟ DPR ହୁଏ। ତତ୍ସହିତ ଯେଉଁମାନେ ସୋକଲ୍ ଭେଟେନାରିଆନ୍ ହେଲେ, କି ଆମେ ଯେଉଁ MBA ଏଗ୍ରି ବିଜନେସ୍ରେ ପଢ଼ିଛନ୍ତି, କି ଯେଉଁମାନେ କମ୍ପିଟେଣ୍ଟ ଲାଗନ୍ତି, ସେମାନେ ବହୁତ ଲୋକ ମଧ୍ୟ ସେମାନେ DPR କରୁଛନ୍ତି। ତ ମୁଁ ଏନିପ୍ନର ତରଫରୁ, ଏନିପ୍ନର ଟିମ୍ ତରଫରୁ ଆପଣଙ୍କୁ ଆହ୍ୱାନ କରିବି ଯେ ଯେକୌଣସି ଯାହା ବି କରନ୍ତୁ, ଯେଉଁ ସ୍କିମ୍ ବି କରନ୍ତୁ, ଯଦି DPR ଦରକାର ଆପଣ ନିହାତି ଆମକୁ ସମ୍ପର୍କ କରିପାରିବେ। ଆମେ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ ପାଇଁ ଆମେ ଡେଫିନେଟଲି ଆମେ ଆପଣଙ୍କୁ ସାହାଯ୍ୟ କରିବୁ। ତ ଆପଣଙ୍କ ପାଇଁ DPR ରେଡ଼ି ଅଛି, କିନ୍ତୁ ଆପଣ କେତେ ନେଇପାରିବେ ତାର ଉପରେ ଆମର ଡିପେଣ୍ଡ କରୁଛି।
तो बेसिकली এইটা আমি জানিবা দরকার। তো ডিটেল প্রজেক্ট রিপোর্ট গোটে পার্ট অফ এ এস্টাব্লিশমেন্ট অফ ফার্ম কিন্তু ইম্পর্ଟାଣ୍ଟ ଜିନିଷ। ତ ବେସିକାଲି ଆମର ଯେଉଁ ସ୍କିମ୍ ଗୁଡ଼ାକ ହେଉଛି, ଆମର ଯେଉଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଯେଉଁଟାକି ଏଣ୍ଟରପ୍ରେନ୍ୟୋର ସ୍କିମ୍ ତା ଉପରେ ଡିପିଆର୍ଟା ବହୁତ ମାୟନେ ରଖୁଛି। କାହିଁକିନା ଯେଉଁ ସବସିଡ଼ି ପାଇବାକୁ ହେଲେ ମଧ୍ୟ ତିନିଟା କମ୍ପୋନେଣ୍ଟକୁ ଆମର କମ୍ପେୟାର କରାହୁଏ। ଫାର୍ଷ୍ଟ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ, ସେକେଣ୍ଡ ଆପଣଙ୍କର ଯେଉଁ ଏଷ୍ଟିମେଟେଡ୍ ଭ୍ୟାଲ୍ୟୁ କିମ୍ବା ଯେଉଁ ବ୍ୟାଙ୍କରେ ଭ୍ୟାଲୁଏସନ୍ କରିଥିବେ ସେଇଟା, 3 ନମ୍ବର ଆପଣ ଯେଉଁ ଏଡମିନ୍ କମ୍ପାରେଟିଭ୍ ଯେଉଁଟା ରହୁଛି ଯେ ଫାଇନାଲ୍ ମାନେ ଭ୍ୟାଲୁଏସନ୍ କ'ଣ ରହୁଛି, ଆଉ ତା ତିନିଟା ଭିତରେ ଯେଉଁଟା ଲୋଅର୍ ଥିବ ସେଇଟାରେ ଆପଣଙ୍କର ସବସିଡ଼ି ଦିଅନ୍ତି। ତ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟଟା ଇମ୍ପୋର୍ଟାନ୍ସ କେତେ ଆପଣ ଜାଣିପାରୁଥିବେ। ତ ଏଇସବୁ ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ତ ଆପଣମାନେ ଜାଣିବା ଦରକାର ଯେଉଁଠି ବି କରନ୍ତୁ ଡିଟେଲ୍ ପ୍ରୋଜେକ୍ଟ, କିନ୍ତୁ ଡିସ୍କସନ୍ କରନ୍ତୁ ତାଙ୍କ ସହିତ ଆପଣଙ୍କର ରିକ୍ୱାରମେଣ୍ଟ କ'ଣ ଅଛି। କାହିଁକିନା ଡିପିଆର୍ର କୌଣସି କପି ପେଷ୍ଟ ଫର୍ମୁଲା ନାହିଁ। এইটা ଆପଣଙ୍କର ଡିସ୍କସନ୍ କରିକିରି ଆପଣଙ୍କର କ'ଣ ରିକ୍ୱାରମେଣ୍ଟ ଅଛି, ରିକ୍ୱାରମେଣ୍ଟ ସହିତ ଆପଣଙ୍କ ଯେଉଁ ସ୍ପେସିଫିକେସନ୍, ନଟ୍ ଦ୍ୟାଟ୍ ଯେ ଆମେ ମନ ଇଚ୍ଛା ଗୋଟେ ସ୍ପେସିଫିକେସନ୍ ପକାଇବା। ତ ଯେଉଁ ସ୍ପେସିଫିକେସନ୍ ଆମେ ଯଦି ପକାଉଛୁ, ଯଦି ଟିକେ ମାନେ ବଢ଼େଇକିରି ଯଦି ପକାଉଛୁ ବୋଲି କିଏ ଭାବୁଥିବେ, ସେଇଟା ବିକଜ୍ ଅଫ୍ ବ୍ୟାଙ୍କ ଲୋନ୍। ଯଦି ବ୍ୟାଙ୍କରେ ଆପଣ ଲୋନ୍ ପ୍ରୋସେସ୍ କରିବାର ଅଛି ତ ଟିକେ ଆପଣଙ୍କର ଯେଉଁ ବି ଆମର ଏଜ୍ ପର୍ ନାବାର୍ଡ଼ ହିସାବରେ ଯଦି ଅଛି, ପୁରୁଣା ଗାଇଡ଼ଲାଇନ୍ ହିସାବରେ ନାବାର୍ଡ଼ର ଧରି ନିଅନ୍ତୁ ଗୋଟେ ଆମେ ସେଡ୍ କମ୍ପାରିଜନ୍ କରିବା, ଅଲଗା ଆପଣଙ୍କର ହର୍ଟିକଲଚର୍ କିମ୍ବା ଅଦର ଦେନ୍ ଦି ଆମର ଏନିମଲ୍ ହଜବେଣ୍ଡ୍ରି ଆପଣଙ୍କର ମୋର୍ ଦେନ୍ 350 ଟଙ୍କା ଅଛି, ଇଭେନ୍ ଦେନ୍ 700-800 ରୁପିଜ୍ ଅଛି। କିନ୍ତୁ ହ୍ୱାଟ୍ ଆବାଉଟ୍ ଦ ଏନିମଲ୍ ହଜବେଣ୍ଡ୍ରି ସେଟ୍, ଗୋଟେ ଗାଈ ଫାର୍ମଟେ କରିବେ କିମ୍ବା କୁକୁଡ଼ା ଫାର୍ମଟେ କରିବେ ମାତ୍ର 350 ଟଙ୍କା। ଏଠି ଟିକେ ମାନେ ଜଷ୍ଟିଫାଏଡ଼୍ ଲାଗୁନି। ଏଠି ଯଦି ପୁରୁଣା ଗାଇଡ଼ଲାଇନ୍ ଅଛି, ମୋର ଅପିଲ୍ ରହିବ ଯେଉଁମାନେ ଷ୍ଟେଟ୍ ଲେଭେଲ୍ରେ ଅଛନ୍ତି ସେମାନଙ୍କୁ ଦୟା ମାନେ ଆମର ଆହ୍ୱାନ ରହିବ ଅନ୍ ବିହାଫ୍ ଅଫ୍ ଦି ଫାର୍ମର୍ସ ଯେ ଆପଣ ଟିକେ ୟାକୁ ଟିକେ ରିଭ୍ୟୁ କରନ୍ତୁ। 350 ଟଙ୍କାରେ ଏତେ ମଜବୁତ ଘର ଆସିବ ନାହିଁ ଆଜ୍ଞା। ତ ଆମକୁ ଏଟଲିଷ୍ଟ ସେଇ ବେସିସ୍ରେ ଆମେ ଟିକେ ଫ୍ଲେକ୍ସିବୁଲ୍ ହେଇକିରି ଆମେ ଯଦି 400 କିମ୍ବା 450 ଯଦି କରୁଛେ କିଛି ମନ୍ଦ ନାହିଁ। ହୁଏତ ସବସିଡ଼ି ମିଳି ନପାରେ, କିନ୍ତୁ ଗୋଟେ ଚାଷୀ ସେ ବ୍ୟାଙ୍କରେ କିମ୍ବା କଲାବେଳକୁ ସେ କନଷ୍ଟାଣ୍ଟ ପଡ଼ିବ ନାହିଁ, ଅସୁବିଧା ହେବ ନାହିଁ। ତ ଏଇସବୁ ଗୁଡ଼ାଏ ଜିନିଷ ଅଛି ଯେଉଁଟାକି ଆପଣ ଯେଉଁଠି ବି ଡିପିଆର୍ କରନ୍ତୁ, ସେ ଡିପିଆର୍ କରିବା ଲୋକଙ୍କ ସହିତ ଯେଉଁମାନେ କମ୍ପିଟେଣ୍ଟ ହେଇଥିବେ ଏବଂ ଡିସ୍କସନ୍ କରନ୍ତୁ। ଆଉ ଆପଣଙ୍କର ନିଜର ଯେଉଁ ଯାହା ରିକ୍ୱାରମେଣ୍ଟ ଅଛି ଡିସ୍କସନ୍ କରିକି ଏଜ୍ ପର୍ ଦ ସୁଇଟେବିଲିଟି ଆଉ ଫିଜିବିଲିଟି ହିସାବରେ ଆପଣ କରନ୍ତୁ। କାହିଁକିନା ଡିପିଆର୍ର ଲାଷ୍ଟରେ ଆମେ ଗୋଟେ ସାର୍ଟିଫିକେଟ୍ ଦେଉଛି ଯେ ଯେଉଁଟା ମାନେ ସାର୍ଟିଫାଏଡ଼୍ ଦ୍ୟାଟ୍ ଦ ଏଣ୍ଟରପ୍ରେନ୍ୟୋର is successful if he or she maybe will implement the project। तो से निजर उपरे डिपेंड करुच्ची जे इकोनोमिकली से भाएबल केते एवं टेक्निकली आम फिजिबल केते, जोटा कौन आप लाभ केमी करुँच ता सहित वैषयिक ज्ञान हिसाब से केते आपणकर फिजिबिलिटी रोचे, से दुईटा को आम नहीं आम डिटेल प्रोजेक्ट रिपोर्ट करवा। डिटेल प्रोजेक्ट रिपोर्ट सहित आम ताकू केमी आगामी दिन में ताकू ठीक ठाक लगे पारिबा, सेटा इम्पोर्टाट अच्छे। तो बंधुगण नो डाउट एटा 14 मिनट खंडे हो गलानी। तो ये गोटे भाइटाल थिंग, बहुत नितांत आवश्यक। तो आप जो डिटेल प्रोजेक्ट रिपोर्ट कि प्रकल्प रिपोर्ट करूँ, यहाँ गोटे पार्ट एंड पार्सल ऑफ योर एस्टाब्लिशमेंट ऑफ द फार्म और जोटा कि अत्यंत आवश्यक। तो मुझे आशा करुच्ची जस्ट डिटेल प्रोजेक्ट रिपोर्ट उपर आपन गोटे सम्यक धारणा देली। तो जदि आपन को भल लगुच आपन आसिकी कि आम नेक्स्ट डिटेल प्रोजेक्ट रो गोटे गोटे कंपोनेंट उपर आपन को आम धीरे धीरे नेक्स्ट एपिसोड गुड़ाक आम आपन को जड़ाई पारि। तो जदि आपन एपर्यंत एनिप्रेन्योर को सब्सक्राइब करना तो मोर अनुरोध रहिबो आपन सब्सक्राइब करंतु एवं मैक्सिमम लोकों पाखु पहुँचातु। जदि मैक्सिमम लोकों पाखु पहुँचेबे यहाँ गोटे आमको मोटिवेशन हम जे आपण मैंने जेहेतु यहाँ कौन शेयरिंग इज केयरिंग, जदि आम शेयर करुच्ची माने आम केयर करुच्ची। तो एति कहीकि आजिकार वीडियो रे आम विराम देवा। भल लगिला लाइक करेंगे, शेयर करेंगे एवं सब्सक्राइब करेंगे। दिस इज डॉक्टर केदारनाथ। नमस्कार।